କୁଞ୍ଜ ଛକ ପାଖରୁ ଗଞ୍ଜେଇ ଗାଡ଼ି ଫେରାର, ବନ୍ଧୁକଧାରୀ ଯୁବକ ଗିରଫ। ସୁବର୍ଣ୍ଣପୁର ଜିଲ୍ଲାର ଅବକାରୀ କର୍ମଚାରୀ ଆଜି ସକାଳୁ କୁଞ୍ଜ ଛକଠାରେ ପେଟ୍ରୋଲିଂ କରୁଥିବା ବେଳେ ଗଞ୍ଜେଇ ଥିବା ଭାବି ସନ୍ଦେହରେ ଏକ ଗାଡ଼ିକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ଉକ୍ତ ଗାଡ଼ିଟି ଅବକାରୀ କର୍ମଚାରୀଙ୍କ ଗାଡ଼ିକୁ ମାଡ଼ କରି ଫେରାର ମାରିଥିଲା, ଯାହାଫଳରେ ଅବକାରୀ ବିଭାଗର ଗୋଟିଏ ଗାଡ଼ିର ଆଗ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଅନ୍ୟପଟେ ଆଉ ଗୋଟିଏ ଗାଡ଼ିରେ ଅବକାରୀ କର୍ମଚାରୀ ଉକ୍ତ ଗାଡ଼ିକୁ ଦୌଡ଼ାଇବା ପାଇଁ ଚେଷ୍ଟା କଲାବେଳେ ଗାଡ଼ି ଭିତରେ ଥିବା ଜଣେ ଅଭିଯୁକ୍ତ ଗାଡ଼ିରୁ ଡେଇଁ ପଳାଇବାକୁ ଉଦ୍ୟମ କରିଥିଲେ। ଅବକାରୀ କର୍ମଚାରୀ କୌଶଳକ୍ରମେ ଅଭିଯୁକ୍ତକୁ ଗିରଫ କରିଥିଲେ। ତାଙ୍କୁ ଯାଞ୍ଚ କରିବାରୁ ଅଭିଯୁକ୍ତ ପାଖରେ 9mm ଏକ ଲୋଡେଡ୍ ବନ୍ଧୁକ ବାହାରିଥିଲା। ଅଭିଯୁକ୍ତ ଜଣକ ବଲାଙ୍ଗୀର ଜିଲ୍ଲା ଗଇଁତଲା ଅଞ୍ଚଳର ଦେବାଶିଷ ହାତୀ ବୋଲି ସୂଚନା ମିଳିଛି। ଅଭିଯୁକ୍ତକୁ ଆଜି ଦିନ ପ୍ରାୟ 11ଟାରେ ଅବକାରୀ ଷ୍ଟାଫ୍ ଟାଉନ୍ ଥାନା ପୋଲିସକୁ ହସ୍ତାନ୍ତର କରିଛନ୍ତି। ଏନେଇ ଆଜି ଟାଉନ୍ ଥାନାରେ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ଟାଉନ୍ ଥାନା ପୋଲିସ।